ଏମଏଲଏ ହେମନକୁ କହିବେ, ତମେ ଗୋଟେ କାମ କର ହେମନ, ମହାପାତ୍ର ମେନସନରେ କେତେବେଳେ କ'ଣ ହେଉଛି ତା ଉପରେ ନଜର ରଖ, ବାକି ସବୁ ମୋ ଉପରେ ଛାଡ଼ିଦିଅ, ମୁଁ ବୁଝିବି। ତାପରେ ହେମନ କହିବେ, ଆଜ୍ଞା ଡ୍ୟାଡ୍। ତାପରେ ଏମଏଲଏ କହିବେ, ହଜବ୍ୟାଣ୍ଡ ଲକଅପ୍ରେ, ୱାଇଫ୍ ପୋଲିସ ଅଫିସର, ୱାଇଫ୍ର ସିନିୟର ହେଉଛି କୋଚ୍। ଯଦି ସେମାନଙ୍କୁ ଲଭର ବନେଇ ଦିଆଯାଏ ତାହେଲେ ଟ୍ରାଙ୍ଗୁଲାର ଲଭ୍ ଷ୍ଟୋରିଟା ବହୁତ ଜମିବ। ଏମିତି କହି ଏମଏଲଏ କାହାକୁ ଫୋନ୍ କରି କହିବେ, ସଞ୍ଜୀବ ଆସିଛି, ପଲ୍ଲବୀର ସିନିୟର, ଆଦର୍ଶ କେସ୍ ଲଢ଼ିବ। ଏଠି ମୁଁ ତ ମୋ କାମ କରୁଛି, ହେଲେ ତମକୁ କ'ଣ କରିବାକୁ ପଡ଼ିବ ସେ କଥା ତମେ ବୁଝି ସାରିବଣି। ଏମିତି କହି ଏମଏଲଏ ବହୁତ ଖୁସି ହେବେ। ତାପରେ ପୋଲିସ ଷ୍ଟେସନକୁ ଗୋଟେ ଲୋକ ଆଉ ଗୋଟେ ଝିଅ ଏଫଆଇଆର ଦେବା ପାଇଁ ଆସିଥିବେ। ତାପରେ ପଲ୍ଲବୀ ଆସିବେ। ତାପରେ ସେ ଲୋକ କହିବେ, ମ୍ୟାମ୍, ମୁଁ କେବଳ ଆପଣଙ୍କ ସହିତ 2 ମିନିଟ୍ କଥା ହେବାକୁ ଚାହୁଁଛି, ମୁଁ ଆପଣଙ୍କ ବେଶୀ ସମୟ ନଷ୍ଟ କରିବିନି ମ୍ୟାଡମ୍। ତାପରେ ପଲ୍ଲବୀ କହିବେ, ହଁ କୁହନ୍ତୁ। ତାପରେ ସେ ଲୋକ କହିବେ, ମ୍ୟାଡମ୍, ମୁଁ ଗୋଟେ ଗରିବ ଲୋକ, କିନ୍ତୁ ମୋ ଝିଅ ବହୁତ ଚାଲାକ, ସେ କଲେଜରେ ପାଠ ପଢୁଛି। ମ୍ୟାମ୍, ମୁଁ ଚାହୁଁଛି ମୋ ଝିଅ ବହୁତ ପାଠ ପଢୁ, ସେଇଥିପାଇଁ ପେଟରୁ କାଟି ଗୋଟେ ଟଙ୍କା ସଞ୍ଚୟ କରି ମୁଁ ତା ପାଇଁ ଗୋଟେ ସ୍କୁଟି କିଣିଥିଲି, ଏଇଥିପାଇଁ ଯେ ସେ କଲେଜ ଯାଉ ଆଉ ଟ୍ୟୁସନ ଠିକ୍ ସମୟରେ ପହଞ୍ଚି ପାରିବା। କିନ୍ତୁ ଆଜି ସକାଳେ ଟ୍ୟୁସନ ଯାଉଥିଲା, ତା ଟ୍ୟୁସନ ସମୟରେ ସ୍କୁଟି କିଏ ନେଇଗଲା। ଆପଣ ଯଦି ଚୋରକୁ ଧରି ମୋ ଝିଅର ସ୍କୁଟିକୁ ଫେରେଇ ଆଣନ୍ତୁ ତାହେଲେ ଆମର ବହୁତ ବଡ଼ ଉପକାର ହୁଅନ୍ତା। ମୋ ଝିଅ ବହୁତ ଭଲରେ ପାଠ ପଢି ପାରନ୍ତା। ତାପରେ ଚିତ୍ତ ଅଙ୍କଲ କହିବେ, ଗତ 1 ମାସ ଭିତରେ ଇଏ 5 ନମ୍ବରର କେସ୍ ସାର୍। ଏପର୍ଯ୍ୟନ୍ତ ଆମେ 4ଟା କମ୍ପ୍ଲେନ୍ ରେଜିଷ୍ଟର କରିସାରିଲୁଣି। ତାପରେ ସଞ୍ଜୀବ କହିବେ, ତ ପୁଣି ତମେମାନେ ଚୋରକୁ ଧରୁନାହାନ୍ତି କ'ଣ ପାଇଁ? ତାପରେ ଚିତ୍ତ ଅଙ୍କଲ କହିବେ, କିଏ ଧରିବେ ସାର୍? ଆଜି ସକାଳ ପର୍ଯ୍ୟନ୍ତ ଆପଣ ଥାନାରେ ନଥିଲେ ନା। ଆପଣ ପୂର୍ବରୁ ଆଇଆଇସି ସାର୍, ସେ ତ ଏସବୁ କଥା ଧ୍ୟାନ ଦେଉନଥିଲେ। ତାପରେ ସଞ୍ଜୀବ କହିବେ, କ'ଣ ଧ୍ୟାନ ଦିଅନ୍ତିନି? ଠିକ୍ ଅଛି। ଏମିତି କହି ସଞ୍ଜୀବ ପଲ୍ଲବୀକୁ କହିବେ, ପଲ୍ଲବୀ, ତମେ ସେ ସ୍କୁଟି ଚୋରର ଇନଭେଷ୍ଟିଗେସନ କର, ଆଉ ଯେତେ ଶୀଘ୍ର ପାରୁଛ ଏ କେସ୍ ସଲ୍ଭ କର। ତାପରେ ପଲ୍ଲବୀ କହିବେ, ଓକେ ସାର୍। ତାପରେ ସଞ୍ଜୀବ ଚିତ୍ତ ଅଙ୍କଲକୁ କହିବେ, ଚିତ୍ତ ଅଙ୍କଲ, ଆପଣ ପଲ୍ଲବୀକୁ ହେଲ୍ପ କରିବେ। ତାପରେ ଚିତ୍ତ ଅଙ୍କଲ କହିବେ, ଠିକ୍ ଅଛି ସାର୍, ଯାହା ଆପଣଙ୍କ ଅର୍ଡର। ପୁଣି ସଞ୍ଜୀବ କହିବେ, ଆଚ୍ଛା ଗୋଟେ କାମ କରନ୍ତୁ, ଆପଣ ରୁହନ୍ତୁ, ମୁଁ ପଲ୍ଲବୀ ସହିତ ଯାଉଛି, ମୋତେ ବି ଏ ଏରିଆ ବିଷୟରେ ମାଲୁମ ପଡ଼ିଯିବ। ତାପରେ ପଲ୍ଲବୀ କହିବେ, ଆପଣ ଆଗେ ଆସନ୍ତୁ ମୋ ସାଙ୍ଗରେ, ଆମେ ପ୍ରଥମେ କମ୍ପ୍ଲେନ୍ ଫାଇଲ କରିଦେବା, ତାପରେ ଆମେ ବାହାରି ଯିବୁ, ଆସନ୍ତୁ। ତାପରେ ମାୟା ଘରେ ରୋଷେଇ କରୁଥିବେ। ତାପରେ ରୁବି ମାୟାକୁ ଡାକି ଡାକି ଆସୁଥିବେ ଆଉ କହିବେ, ମାୟା, ଇଏ ମୁଁ କ'ଣ ଶୁଣୁଛି? ତାପରେ ମାୟା କହିବେ, କ'ଣ ହେଇଛି ଦିଦି, କ'ଣ ଶୁଣିଲୁ ତୁ? ତାପରେ ରୁବି କହିବେ, ସେ ଯୋଉ ସଞ୍ଜୀବ, ଯିଏ ପଲ୍ଲବୀକୁ ଆଇପିଏସ୍ ପାଠ ପଢାଉଥିଲା, ସେ ଟୋକା କୁଆଡ଼େ ଥାନାରେ ପଲ୍ଲବୀର ସିନିୟର ହେଇ ଜଏନ୍ କରିଛି, ଆଉ ସେ ପୁଣି ଆଇପିଏସ୍ ପାଇଯାଇଛି। ତାପରେ ମାୟା କହିବେ, ଆରେ ଇଏ ତ ବହୁତ ଭଲ କଥା, ପଲ୍ଲବୀର ଟିଚର ହେଲେ ବି ସେ ତା ଫ୍ରେଣ୍ଡ ଭଳି, କିଛି ନହେଲେ ଏ କେସରେ ସେ ତାକୁ ହେଲ୍ପ କରିବ। ତାପରେ ରୁବି କହିବେ, ମାୟା, ତୁ କେତେ ସରଳ ନିରୀହ, ଆରେ ତୁ କିଛି ବୁଝିପାରୁଛୁ ନା ସବୁ ବୁଝିକି ନ ବୁଝିବାର ନାଟକ କରୁଛୁ? ତାପରେ ମାୟା କହିବେ, କୋଉ କଥା ଦିଦି? ପୁଣି ରୁବି କହିବେ, ଆରେ ସେ ସଞ୍ଜୀବ କଥା, ଥାନାରେ ଜଏନ୍ କରିବା କଥା ଶୁଣି ତୁ ଏତେ ରିଲାକ୍ସ କେମିତି ହେଇପାରୁଛୁ? ତାପରେ ମାୟା କହିବେ, ତୁ ଏକ୍ଜାକ୍ଟଲି କ'ଣ କହିବାକୁ ଚାହୁଁଛୁ ଦିଦି? ତାପରେ ରୁବି କହିବେ, ମାୟା, ସଞ୍ଜୀବ ଆଉ ପଲ୍ଲବୀ କେବଳ ନାଁକୁ ମାତ୍ର ଟିଚର ଷ୍ଟୁଡେଣ୍ଟ, ନହେଲେ ସେ 2 ଜଣ ଯାକ ପରସ୍ପରର ବହୁତ କ୍ଲୋଜ। ତୁ ଯାହାକୁ ଫ୍ରେଣ୍ଡସିପ ବୋଲି କହୁଛୁ ନା, ଏ ବୟସରେ ପୁଅ ଝିଅଙ୍କ ଭିତରେ ଏ ଫ୍ରେଣ୍ଡସିପ କେବଳ ଫ୍ରେଣ୍ଡସିପ ହେଇ ନଥାଏ, ତାଠୁ ଅଧିକ କିଛି ହେଇଥାଏ। ଟିକେ ଭଲ ଭାବରେ ଚିନ୍ତା କର ମାୟା। ସଞ୍ଜୀବ ଆଉ ପଲ୍ଲବୀ 2 ଜଣ ଯାକ ୟଙ୍ଗ, ପୁଣି ସିନିୟର ଜୁନିୟର, ତା ସାଙ୍ଗକୁ ପୋଲିସ ଚାକିରି, ଦିନ ନାହିଁ କି ରାତି ନାହିଁ, ଯେତେବେଳେ ଇଚ୍ଛା ଏକା ସାଙ୍ଗରେ କାମ କରିବାକୁ ପଡୁଛି। ବୁଝିଲୁ, ନିଆଁ ଓ ଘିଅ ଏକାଠି ରହିଲେ ନିଆଁ ପାଖରୁ ଘିଅ ତରଳି ଯାଏ ମାୟା। ଯଦି ଏ ଯୁଗରେ ସେ 2 ଜଣଙ୍କ ଭିତରେ କିଛି ହେଇଯାଏ ତାହେଲେ? ତାପରେ ମାୟା କହିବ,
କୋଉ କଥାକୁ ଆଣି କୋଉଠୁ ପହଞ୍ଚଉଛୁ ଦିଦି? ପଲ୍ଲବୀ ବିଷୟରେ ଯାହା କହିବୁ ମୁଁ ମାନିବି, କିନ୍ତୁ ପଲ୍ଲବୀ ଯେ ଏଭଳିଆ କାମ କରିବ ଏଇଟା ମୁଁ କେବେ ବି ମାନିପାରିବିନି। ଏଟଲିଷ୍ଟ ଏ ଗ୍ୟାରେଣ୍ଟି ମୁଁ ଦେବି। ତାପରେ ରୁବି କହିବେ, ଆରେ ନାଇଁ ମାନେ ମୁଁ ଏମିତି କିଛି କହୁନି, ତୁ ଏତେ ଜୋରରେ ରାଗୁଛୁ କାହିଁକି? ଦେଖ, ଏ କଥାକୁ ସିନା ତୁ ବୁଝୁଛୁ ମୁଁ ବୁଝୁଛି, ହେଲେ ଲୋକେ ତ ଆଉ ବୁଝିବେନି ନା। ସେମାନେ ଏ ଦି ଜଣଙ୍କ ଯୋଡ଼ିକୁ ଅଲଗା ନଜର ଦେଖିବେ। ତା ଛଡ଼ା ତୁ ତ ଜାଣିଛୁ ତୁଣ୍ଡ ବୈଦ୍ୟର ସହସ୍ର କୋଷ। ଖାସ୍ କରି ଏସବୁ କଥା ନିଆଁ ଭଳି ହୁତୁ ହୁତୁ ହେଇ ମାଡ଼ି ଚାଲେ। ଆଉ ଲୋକେ ଯେତେବେଳେ ତେଲକୁ ତାଲ କରି ଏସବୁ କଥାକୁ ପ୍ରଚାର କରି ଚାଲିବେ, ତାପରେ ମାୟା କହିବେ, ଲୋକଙ୍କ ପ୍ରକୃତି ହେଲା ପ୍ରଚାର କରିବା। ଭଲ ହେଲେ ବି କହିବେ, ଖରାପ ହେଲେ ବି କହିବେ। କିନ୍ତୁ ସେଇ ଲୋକମାନେ କିଛି ଦିନ ପରେ ଏସବୁ କଥାକୁ ଭୁଲିଯିବେ। ଯିଏ ଯାହା କରିବା କଥା ସେ ସେଇଆ ହିଁ କରିବେ। ଆମେ କିନ୍ତୁ ଏସବୁ କଥାକୁ କାନରେ ନ ଦେବା ଦରକାର। ଛାଡ଼ ଏସବୁ କଥା, ମୁଁ ଆଦର୍ଶ ପାଇଁ ଖାଇବା ନେଇକି ଥାନାକୁ ଯାଉଛି। ତେଣୁ ତୋର ଏସବୁ ବାଜେ କଥାବାର୍ତ୍ତା ମୋର ଶୁଣିବାର ଟିକେ ବି ଇଣ୍ଟରେଷ୍ଟ ନାହିଁ। ଏମିତି କହି ମାୟା ଚାଲିଯିବେ। ତାପରେ ରୁବି କହିବେ, କଣ ନା ବେକାର କଥା ସବୁ ବନ୍ଦ କର। ଏ ବେକାର କଥା ଯେତେବେଳେ ସତ ହେଇ ବାହାରିବ ନା, ସେତେବେଳେ ବୁଲି ବୁଲି ଶେଷରେ ମୋରି ପାଖକୁ ଆସିବୁ। ଏମିତି କହି ରୁବି ଚାଲି ଯାଉଥିବେ ଆଉ କହିବେ, ଆରେ ମୁଁ ଚାଲି ଯାଉଛି କୁଆଡ଼େ? ତୁ ମୋ ପାଖରୁ ଯେତେ ଦୂରେଇ ରହିବାକୁ ଚେଷ୍ଟା କର ମାୟା, ମୁଁ କିନ୍ତୁ ତୋତେ କେବେ ବି ଏକା ଛାଡ଼ିବିନି। ମୁଁ ବି ତୋ ସାଙ୍ଗରେ ଆସୁଛି। ମାୟା ରହ। ଏମିତି କହି ମାୟା ପାଖକୁ ଯିବେ।